ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା, ତ ତମମାନଙ୍କ ପାଇଁ ମୁଁ ନେଇଛି ଏଜୁକେସନ 70 ମାର୍କର କ୍ୱେଶ୍ଚିନ୍ ବୁଝିଲା। ତ 70 ମାର୍କ କିନ୍ତୁ 30 ମାର୍କ ତମର ରହିଯିବ କଣ ପ୍ରାକ୍ଟିକାଲ ଅଛି ପିଲାମାନେ। ତ ତମ 70 ମାର୍କର ଏକ୍ଜାମ ହବ। ତ 3 ଘଣ୍ଟା ଟାଇମ ତମକୁ ବୁଝିଲା। ତ ଚାଲ ଆମେ ଷ୍ଟାର୍ଟ କରିବା କେମିତି କଣ କ୍ୱେଶ୍ଚିନ୍ ଆସିବ ଏଜୁକେସନ ସେଟର ପିଲାମାନେ। ତ ବୋର୍ଡ ଏକ୍ଜାମକୁ ଆକୁରେଟଲି ଏମିତି କ୍ୱେଶ୍ଚିନ୍ ପୁରା ପେଷ୍ଟ ଆସିବ ବୁଝିଲା। ଏମିତି କ୍ୱେଶ୍ଚିନ୍ ପୁରା ବୋର୍ଡ ଏକ୍ଜାମକୁ ଆସିବ ବୁଝିଲା। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ ପାଇଁ, ଲାଇକ୍ ସେୟାର କରିଦେବ। ତ ଦେଖ ଗ୍ରୁପ ଏ ରେ ତ ପ୍ରଥମେ ଦବ ଗ୍ରୁପ ଏ ରେ ତମର MCQ କେତେଟା ନା 20ଟି MCQ କ୍ୱେଶ୍ଚିନ୍ ଦବ ବୁଝିଲା। ତାପରେ କେତେଟା 2 ମାର୍କିଆ କେତେଟା 3 ମାର୍କିଆ ଆମେ ଆଲୋଚନା କରିବା। ଟୋଟାଲ 70 ଏମିତି କ୍ୱେଶ୍ଚିନ୍, ଏଇ କ୍ୱେଶ୍ଚିନ୍ ବି ଆସିପାରେ କିଛି ବୁଝିଲା। ତ ଏମିତି ଟାଇପର କ୍ୱେଶ୍ଚିନ୍ ତମର ବୋର୍ଡ ଏକ୍ଜାମ ରେ ଥୁଆ ହବ ବୁଝିଲା। ତ ଦେଖିବା ଚାଲ ପ୍ରଥମ କ୍ୱେଶ୍ଚିନ୍ କଣ ଦେଇଛି ପ୍ରଶ୍ନ ପଢିବା। ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ଉପର ପ୍ରଶ୍ନ ତଳେ ଥିବା 4ଟି ବିକଳ୍ପ ମଧ୍ୟରୁ ଠିକ ଉତ୍ତରଟି ବାଛି ଲେଖ। ତ 1 ଗୁଣ 20 ମାର୍କ ତ 20ଟା ଆସିଛି ତମର MCQ କ୍ୱେଶ୍ଚିନ୍। ତ ଚାଲ MCQ ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚିନ୍ କଣ ଦେଲା, ମହାତ୍ମା ଗାନ୍ଧୀ କେଉଁ ମସିହାରେ ମାଗଣା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଚଳନ କରିଥିଲେ? କେଉଁ ମସିହାରେ? 1917, 1927, 1937 ନା 1947? ତ କେଉଁ ମସିହା ପିଲାମାନେ ନା 1937। କେତେ ନା 1937 ମସିହାରେ ମହାତ୍ମା ଗାନ୍ଧୀ କଣ କରିଥିଲେ ନା ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଚଳନ କରିଥିଲେ। ନେକ୍ସଟ କଣ ଦେଲା, କିଏ କହିଥିଲେ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହିଁ ଶିକ୍ଷା? କିଏ କହିଥିଲେ? ଜନ୍ ଆଡମସ୍, ଜନ୍ ଡୁଇ, ଗୋପବନ୍ଧୁ ଦାସ, ଶ୍ରୀ ଅରବିନ୍ଦ। କିଏ କହିଥିଲେ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହିଁ ଶିକ୍ଷା ପିଲାମାନେ? କିଏ ନା ଜନ୍ ଡ୍ୟୁ। କିଏ କହିଥିଲେ ନା ଜନ୍ ଡ୍ୟୁ କହିଥିଲେ। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶ୍ରେଣୀ ଶିକ୍ଷାଦାନରେ ଶିକ୍ଷଣକୁ ପ୍ରଭାବିତ କରୁଥିବା କାରକ ନୁହେଁ? ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶ୍ରେଣୀ ଶିକ୍ଷାଦାନରେ ଶିକ୍ଷଣକୁ ପ୍ରଭାବିତ କରୁଥିବା କାରକ ନୁହେଁ? ବଂଶାନୁଗୁଣ, ଅଭିପ୍ରେରଣା, ପ୍ରବୃତ୍ତି ନା ଧ୍ୟାନ? ତ କଣ ହବ ପିଲାମାନେ ନା ବଂଶାନୁଗୁଣ। କଣ ନା ବଂଶାନୁଗୁଣ। ନେକ୍ସଟ, ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ କିଏ? ଥର୍ନଡାଇକ, ଲଭାନ ପାଭଲଭ, ଆଲବର୍ଟ ବାନ୍ଦୁରା ଏମାନଙ୍କ ମଧ୍ୟରୁ କେହି ନୁହନ୍ତି। ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ କିଏ? ଆଲବର୍ଟ ବାନ୍ଦୁରା, ଯୋଉଟା ହବ ଅପସନ I, ଆଲବର୍ଟ ବାନ୍ଦୁରା। ନେକ୍ସଟ କ୍ୱେଶ୍ଚିନ୍ କଣ ଦେଲା, କିଏ କହିଥିଲେ ଗତିଶୀଳ ବ୍ୟବହାର ହିଁ ଅଭିପ୍ରେରଣା? କିଏ କହିଥିଲେ? ସ୍କିନର, କୋଲି, ଉଡୱାର୍ଥ, କ୍ରୋ ଏବଂ କ୍ରୋ। କିଏ କହିଥିଲେ ପିଲାମାନେ ନା କିଏ କହିଥିଲେ ନା ଉଡୱାର୍ଥ। କିଏ ନା ଉଡୱାର୍ଥ କହିଥିଲେ ଅପସନ I। ନେକ୍ସଟ, ଶିକ୍ଷାଧିକାର ଆଇନ କେବେ କାର୍ଯ୍ୟକାରୀ ହୋଇଥିଲା? ଶିକ୍ଷାଧିକାର ଆଇନ କେବେ କାର୍ଯ୍ୟକାରୀ ହେଇଥିଲା? 1 ଏପ୍ରିଲ 2010 ମସିହା, 1 ଏପ୍ରିଲ 2002 ମସିହା, 28 ଏପ୍ରିଲ 2000 ମସିହା, 9 ଅଗଷ୍ଟ 2009 ମସିହା। କେତେ ହବ ପିଲାମାନେ ନା 1 ଏପ୍ରିଲ 2010 ମସିହା ବୁଝିଲା। ତ କୋଉଟା ହବ ଆନ୍ସର ଜାଣିପାରିଲ? ତ 1 ଏପ୍ରିଲ 2010 ମସିହା। ନେକ୍ସଟ, ଜାତୀୟ ଆବେଗିକ ସଂହତିର ଅଧ୍ୟକ୍ଷ କିଏ ଥିଲେ? ମହାତ୍ମା ଗାନ୍ଧୀ, କଠୋରୀ, ମୁଦାଲାୟର ନା ସମ୍ପୂର୍ଣ୍ଣାନନ୍ଦ? କିଏ ଥିଲେ ପିଲାମାନେ? କିଏ ଥିଲେ ନା ସମ୍ପୂର୍ଣ୍ଣାନନ୍ଦ। କିଏ ନା ସମ୍ପୂର୍ଣ୍ଣାନନ୍ଦ ଥିଲେ। ନେକ୍ସଟ, ବିଦ୍ୟାଳୟର କେଉଁ ସ୍ତରରୁ ପରିବେଶ ଶିକ୍ଷା ଦିଆଯିବା ଉଚିତ? ବିଦ୍ୟାଳୟରୁ କେଉଁ ସ୍ତର? ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ? କଣ ନା ପ୍ରାଥମିକ। ବିଦ୍ୟାଳୟର ପ୍ରାଥମିକ ସ୍ତରରୁ ହିଁ ପରିବେଶ ଶିକ୍ଷା ଦିଆଯିବା ଉଚିତ। ନେକ୍ସଟ, କୌଣସି ବିତରଣର ହାରାହାରି ମୂଲ୍ୟର ଅର୍ଥ କଣ? ମଧ୍ୟମା, ମାଧ୍ୟମାନ, ଗରିଷ୍ଠକ, ବିସ୍ତୃତି। କଣ ହବ ପିଲାମାନେ ନା ମାଧ୍ୟମାନ। କଣ ନା ମାଧ୍ୟମାନ। ନେକ୍ସଟ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଏକଥା କିଏ କହିଥିଲେ? ଜନ୍ ଡ୍ୟୁ, ଜନ୍ ଆଡମସ୍, ଜନ୍ କିଟସ୍ ନା T.S. ଇଲିୟଟ? କିଏ କହିଥିଲେ ସୁନ୍ଦର ତୃପ୍ତିର ଅବସାଦ ନାହିଁ? କିଏ ନା ଜନ୍ କିଟସ୍ କହିଥିଲେ। ନେକ୍ସଟ,
ଶ୍ରୀ ଅରବିନ୍ଦଙ୍କ ପ୍ରଦତ୍ତ ଶିକ୍ଷା କଣ? ଶ୍ରୀ ଅରବିନ୍ଦଙ୍କ ପ୍ରଦତ୍ତ ଶିକ୍ଷା ପୂର୍ଣ୍ଣାଙ୍ଗ ଶିକ୍ଷା, ମୌଳିକ ଶିକ୍ଷା, ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥା, ନାସ୍ତିବାଚକ ଶିକ୍ଷା। କେଉଁ ଶିକ୍ଷା? ନା ପୂର୍ଣ୍ଣାଙ୍ଗ ଶିକ୍ଷା। କଣ? ନା ପୂର୍ଣ୍ଣାଙ୍ଗ ଶିକ୍ଷା ହଉଛି ଶ୍ରୀ ଅରବିନ୍ଦଙ୍କ ପ୍ରଦତ୍ତ ଶିକ୍ଷା। ନେକ୍ସଟ, କିଏ ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ? ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, କୃପା ସିନ୍ଧୁ ମିଶ୍ର। କିଏ ଥିଲେ? ନା ନୀଳକଣ୍ଠ। ସତ୍ୟବାଦୀ ବନବିଦ୍ୟାଳୟର ଏଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଏ ଥିଲେ ପିଲାମାନେ? ଆଉଥରେ କହୁଛି, କିଏ ଥିଲେ? ନା ନୀଳକଣ୍ଠ ଦାସ ଥିଲେ ପ୍ରଧାନ ଶିକ୍ଷକ, ଯିଏ ହେଡମାଷ୍ଟର। ନେକ୍ସଟ, ନାସ୍ତିବାଚକ ଶିକ୍ଷାର ପ୍ରବର୍ତ୍ତକ କିଏ? ଶ୍ରୀ ଅରବିନ୍ଦ, ଗୋପବନ୍ଧୁ, ରୁସୋ, ଜନ୍ ଡ୍ୟୁ। କିଏ ପିଲାମାନେ? ନା ରୁସୋ। ନାସ୍ତିବାଚକ ଶିକ୍ଷାର ପ୍ରବର୍ତ୍ତକ ହଉଛନ୍ତି ରୁସୋ। ନେକ୍ସଟ, ଧନ୍ଦା କେନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତକ କିଏ? ଧନ୍ଦା କେନ୍ଦ୍ରିକ ଶିକ୍ଷାର ଗୋପବନ୍ଧୁ ଦାସ, ରୁସୋ, ମହାତ୍ମା ଗାନ୍ଧୀ, ଜନ୍ ଡ୍ୟୁ। କିଏ? ନା ମହାତ୍ମା ଗାନ୍ଧୀ ହଉଛନ୍ତି ଧନ୍ଦା କେନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତକ। ନେକ୍ସଟ, ପ୍ରଯତ୍ନ ପ୍ରମାଦ ତତ୍ତ୍ୱର ପ୍ରବର୍ତ୍ତକ କିଏ? କୋହଲର, ନା ଥର୍ଣ୍ଣଡାଇକ, ନା ପାଭଲଭ, ସ୍କିନର। କିଏ ପିଲାମାନେ? ନା ଥର୍ଣ୍ଣଡାଇକ ହଉଛନ୍ତି ପ୍ରଯତ୍ନ ପ୍ରମାଦ ତତ୍ତ୍ୱର ପ୍ରବର୍ତ୍ତକ। ନେକ୍ସଟ, ପାଭଲଭ, ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଅଛି। ପାଭଲଭ କେଉଁ ପ୍ରାଣୀ ଉପରେ ପରୀକ୍ଷଣ କରିଥିଲେ? କୁକୁର, ସିମ୍ପାଜି, ବିରାଡ଼ି, ଠେକୁଆ। ପାଭଲଭ କେଉଁ ପ୍ରାଣୀ ଉପରେ ପରୀକ୍ଷଣ କରିଥିଲେ? କେଉଁ ପ୍ରାଣୀ ଉପରେ ପରୀକ୍ଷା କରିଥିଲେ? ନା କୁକୁର। ଅପସନ ଆଇ ହେଇଯିବ, କୁକୁର ଉପରେ ପାଭଲଭ ପରୀକ୍ଷା କରିଥିଲେ। ନେକ୍ସଟ, ଶିକ୍ଷଣର 3ଟି ନିୟମ କାହା ଦ୍ୱାରା ଅନୁସୃତ ହୋଇଛି? ସ୍କିନର, ଥର୍ଣ୍ଣଡାଇକ, କୋହଲର, ପାଭଲଭ। ତ କାହା ଦ୍ୱାରା ସୂଚିତ ହୋଇଛି ପିଲାମାନେ? ନା ଥର୍ଣ୍ଣଡାଇକ। କାରଣ ଶିକ୍ଷଣର 3ଟି ନିୟମ ଥର୍ଣ୍ଣଡାଇକ ଅନୁସୃତ ହୋଇଛି। ନେକ୍ସଟ, ସତ୍ୟ ଶିବ ସୁନ୍ଦରର ଉପାସନା କରିବା କେଉଁ ମୂଲ୍ୟବୋଧର ଉଦାହରଣ? ଚିରନ୍ତନ, ସୌନ୍ଦର୍ଯ୍ୟାତ୍ମକ, ସାମାଜିକ, ନୈତିକ। କଣ? ନା ଚିରନ୍ତନ। କଣ? ନା ଚିରନ୍ତନ। ନେକ୍ସଟ, କେନ୍ଦ୍ରୀୟ ପ୍ରବଣତାର କେଉଁ ମାପଟି ସମଗ୍ର ବିତରଣକୁ ସମାନ ଦୁଇ ଭାଗରେ ବିଭକ୍ତ କରେ? ମାଧ୍ୟମାନ, ଗରିଷ୍ଠକ, ମଧ୍ୟମା, ବିସ୍ତୃତି। କଣ ହବ ପିଲାମାନେ? ନା ମଧ୍ୟମା। କଣ? ନା ମଧ୍ୟମା। ନେକ୍ସଟ କ୍ୱେଶ୍ଚିନ୍, ଗରିଷ୍ଠକ ନିର୍ଣ୍ଣୟ କରିବାର ସୂତ୍ରଟି କଣ? ଗରିଷ୍ଠକ 2 ମାଧ୍ୟମା 3 ମାଧ୍ୟ, 3 ମାଧ୍ୟମା 1 ମାଧ୍ୟ, 3 ମାଧ୍ୟମା 2 ମାଧ୍ୟ, 3 ମାଧ୍ୟମା 2 ମାଧ୍ୟ। କଣ ହବ ପିଲାମାନେ ଏଇଟା? ନା ଅପସନ ହେଇଯିବ ତମର IV, 3 ମାଧ୍ୟମା 2 ମାଧ୍ୟ। ବୁଝିଲା ପିଲାମାନେ? ତ ପିଲାମାନେ ତାପରେ କଣ ଦେଲା ତମର? ନା ଗ୍ରୁପ ବି ରେ ଆସିଲା। ଗ୍ରୁପ ବି ର କଣ? ନା 2 ମାର୍କିଆ କ୍ୱେଶ୍ଚିନ୍ 7ଟା ଦେବ। ତ ତମେ ତା ଦେହରୁ 7ଟା କରିବ, 2 ମାର୍କିଆ 7ଟା ଆସିବ, ତମେ କରିବ 14 ମାର୍କ। ବୁଝିହେଲା? ସିଏ କେତେ ମାର୍କ ଥିଲା? ନା 20, 20, 14, 34 ମାର୍କ ହେଲା। ବୁଝିହେଲା? ସେ ଦେଇଛି ଯେକୌଣସି 7ଟି ପ୍ରଶ୍ନର, ସେ ଦେଇଥିବ ବୋଧେ 10ଟି, ତମେ 7ଟି ପ୍ରଶ୍ନର ଉତ୍ତର ଦବ। ପ୍ରତ୍ୟେକ ପ୍ରଶ୍ନର ଉତ୍ତର 40 ରୁ 50 ଶବ୍ଦ ମଧ୍ୟରେ ଲେଖିବ। ତ ଦେଖିବା ପ୍ରଥମ କ୍ୱେଶ୍ଚିନ୍ କଣ ଦେଇଛି? ମୌଳିକ ଶିକ୍ଷାର ବିଫଳତାର 2ଟି କାରଣ କଣ? ମୌଳିକ ଶିକ୍ଷାର ବିଫଳତାର 2ଟି କାରଣ କଣ? ନା ଇଂରେଜ ଭାଷାକୁ ବାଦ ଦେଇ କେବଳ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ, ସମସ୍ତ ବିଷୟରେ ଧନ୍ଦାମୂଳକ ଶିକ୍ଷାଦାନ କରିବା ଅସମ୍ଭବ ଥିଲା। ତାପରେ ନେକ୍ସଟ, ଶ୍ରୀ ଅରବିନ୍ଦଙ୍କ ଶିକ୍ଷାଦାନ ପ୍ରଣାଳୀର 2ଟି ନୀତି କଣ? ନା କୌଣସି ଶିକ୍ଷା ଦିଆଯାଇ ପାରିବ ନାହିଁ ଶ୍ରୀ ଅରବିନ୍ଦଙ୍କ ଶିକ୍ଷାଦାନ ମତରେ। ଆଉଟା ହଉଛି ମନର ବିକାଶ ନିମିତ୍ତ ସେହି ମନର ପରାମର୍ଶ ନେବା ଆବଶ୍ୟକ। ନେକ୍ସଟ କଣ ଦେଲା? ପ୍ରଯତ୍ନ ପ୍ରମାଦ ତତ୍ତ୍ୱର 2ଟି ଶୈକ୍ଷିକ ଉପଯୋଗିତା କଣ? କଣ? ନା ଶିକ୍ଷା ଗ୍ରହଣ କରିବା ପୂର୍ବରୁ ଶିକ୍ଷାର୍ଥୀ ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ପ୍ରସ୍ତୁତ ହୋଇଥିବା ଦରକାର। ଶିକ୍ଷକ ସୁନ୍ଦର ସୁନ୍ଦର ପ୍ରଶ୍ନମାନ ପଚାରି ଶିକ୍ଷାର୍ଥୀ ମନରେ ଆଗ୍ରହ, ଉତ୍ସାହ, ମନୋଭାବ ସୃଷ୍ଟି କରିବା ଉଚିତ। ନେକ୍ସଟ, ଅପଚୟ ଓ ଆବଦ୍ଧତା କହିଲେ କଣ ବୁଝ? ଅପଚୟ ଆବଦ୍ଧତା କହିଲେ କଣ ବୁଝ? କଣ? ନା
ହାର୍ଟ କମିଟିଙ୍କ ଭାଷାରେ ହାର୍ଟ ଦେଖ ଏଇଟା ଏମିତି ଲେଖା ହବ ହାର୍ଟ କମିଟିଙ୍କ ଭାଷାରେ କୌଣସି ନିର୍ଦ୍ଦିଷ୍ଟ ପାଠ୍ୟସ୍ତର ବା ପ୍ରାଥମିକ ସମ୍ପୂର୍ଣ୍ଣ କରିବା ପୂର୍ବରୁ ପାଠପଢା ଛାଡ଼ି ଦେଇ ଗୃହାଭିମୁଖୀ ହେବାକୁ ଅପଚୟ କୁହାଯାଏ ଏବଂ କୌଣସି ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ପାଇଁ କଣ ଆବଶ୍ୟକୀୟ ସମୟ ସୀମାରୁ ଅଧିକ ସମୟ ନେଲେ ତାକୁ ଆବଦ୍ଧତା କହିବା। ନେକ୍ସଟ ଜାତୀୟ ସଂହତିର ଦୁଇଟି ପ୍ରତିବନ୍ଧକ ଲେଖ କଣ ନା ଜାତୀୟର ମନୋଭାବ ଓ ସାମ୍ପ୍ରଦାୟିକ ଚିନ୍ତାଧାରା। ନେକ୍ସଟ ପରିବେଶ ଶିକ୍ଷାର ପଦ୍ଧତି ଗୁଡିକ ଲେଖ ପରିବେଶ ଶିକ୍ଷା କଣ ଦେଲା ନା ଜାତୀୟ ସଂଘର ଦୁଇଟି ପ୍ରତିବନ୍ଧକ କଲା ପରିବେଶ ଶିକ୍ଷାର ପଦ୍ଧତି ଗୁଡିକ କଣ ପରିବେଶ ଶିକ୍ଷାର ପଦ୍ଧତି କଣ ନା ପରିବେଶ ଗବେଷଣା ହଉଛି ସର୍ବସାଧାରଣ ଆଲୋଚନା। ନେକ୍ସଟ ମାନବ ଅଧିକାର ଗୁଡିକ ମଧ୍ୟରୁ ଦୁଇଟିକୁ ଲେଖ ମାନବ ଅଧିକାର ନା ବ୍ୟକ୍ତିର ଜୀବନ ସ୍ୱତନ୍ତ୍ରତା ନିରାପତ୍ତା ଅଧିକାର ନିର୍ଯାତନା ନିଷ୍ଠୁର ଅମାନବୀୟ କିମ୍ବା ଅପମାନ ସୂଚକ ବ୍ୟବହାର ଅଥବା ଦଣ୍ଡ ବିରୁଦ୍ଧରେ ଅଧିକାର। ନେକ୍ସଟ ସୂଚନା ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା କଣ ସୂଚନା ଓ ଯୋଗାଯୋଗ ନା ଡି ଜନଙ୍କ ମତରେ ଏହା ଏକ ଯାନ୍ତ୍ରିକ ଅଭିକଳ୍ପ ଯାହାକି କମ୍ପ୍ୟୁଟର ଓ ଟେଲି ଯୋଗାଯୋଗ ମାଧ୍ୟମରେ ତଥ୍ୟ ଗୁଡିକର ସଂରକ୍ଷଣ ପୁନରୁଦ୍ଧାର ପ୍ରସାରଣ ଏବଂ ସମ୍ପାଦନ କରିଥାଏ। ବର୍ତ୍ତମାନ ଆଇସିଟିର ଲକ୍ଷ୍ୟ ହେଉଛି ବିଦ୍ୟାଳୟ ସ୍ତରରେ ଉପଯୁକ୍ତ ପାଠ୍ୟକ୍ରମ ସ୍ଥିର କରିବା। ନେକ୍ସଟ ଆଭ୍ୟନ୍ତରୀଣ ଅଭିପ୍ରେରଣା କଣ କଣ ନା ଯେତେବେଳେ ବ୍ୟକ୍ତି ନିଜର ଅନ୍ତର ଭିତରୁ ପ୍ରେରଣା ପାଇ କୌଣସି କାର୍ଯ୍ୟ କରିବା ପାଇଁ ସ୍ୱତଃସ୍ଫୂର୍ତ୍ତ ଆଚରଣ ଦେଖାଏ ଏହାକୁ ଆଭ୍ୟନ୍ତରୀଣ ଅଭିପ୍ରେରଣ କୁହାଯାଏ। ଏ ପ୍ରକାର ଅଭିପ୍ରେରଣା ପ୍ରତ୍ୟକ୍ଷ ଭାବରେ ବ୍ୟକ୍ତିର ପ୍ରବୃତ୍ତି ଆବଶ୍ୟକତା ଓ ଅନ୍ତଃପ୍ରେରଣା ସହିତ ଓତପ୍ରୋତ ଭାବରେ ଜଡିତ। ନେକ୍ସଟ କ୍ୱେଶ୍ଚିନ୍ କଣ ଦେଲା ମଧ୍ୟମର ଦୁଇଟି ବ୍ୟବହାର ଲେଖ ମଧ୍ୟମର ଦୁଇଟି ବ୍ୟବହାର କଣ ନା କୌଣସି ବିତରଣର ଠିକ ମଧ୍ୟ ବିନ୍ଦୁ ନିର୍ଣ୍ଣୟ କରିବା ପାଇଁ ମଧ୍ୟମ ବ୍ୟବହାର କରାଯାଏ ଯେତେବେଳେ ସର୍ବୋଚ୍ଚ ସର୍ବନିମ୍ନ ଲବ୍ଧାଙ୍କ ଗୁଡିକର ଅନିର୍ଦ୍ଦିଷ୍ଟ ସେ କ୍ଷେତ୍ରରେ ମଧ୍ୟମର ବ୍ୟବହାର ହୁଏ। ନେକ୍ସଟ ଯଦି ମାଧ୍ୟମାନ 25 ମଧ୍ୟମା 20 ହୁଏ ଗରିଷ୍ଠକ କେତେ ହବ ନା ଗରିଷ୍ଠକ ନିର୍ଣ୍ଣୟ କରିବାର ସୂତ୍ର ହଉଛି 3 ମାଧ୍ୟମା -2 ମାଧ୍ୟମାନ 3 ମାଧ୍ୟମା -2 ମାଧ୍ୟମାନ ଏଠାରେ ମାଧ୍ୟମାନ କେତେ ଆମର 25 ଦେଇଛି ମାଧ୍ୟମ 20 ଦେଇଦେଇ ଦେଖ ତ ସୂତ୍ର ହଉଛି 3 ହଉଛି ମଧ୍ୟମା -2 ହଉଛି ମାଧ୍ୟମାନ ଦେଲା ତମର ମାଧ୍ୟମାନ କେତେ ଦେଲା ଦେଲା ତା ଗରିଷ୍ଠକ ସୂତ୍ର ହଉଛି ଏହା ତ ଗରିଷ୍ଠକ ସମାନ ଦେଇକି ଲେଖିବ ତାପରେ କଣ ଦେଲା ନା ଯୋଉ ତମର ମଧ୍ୟମା କେତେ 3 ମାଧ୍ୟମ -2 ମାଧ୍ୟମ 3 ମାଧ୍ୟମ ଦେଲା ତ ଦେଖ ମଧ୍ୟମା କେତେ ଦେଇଛି 3 ଗୁଣନ ମଧ୍ୟମା ଜାଗାରେ କେତେ ପକେଇବା ନା 20 ଦେଇଛି 20 ତାପରେ କଣ ଦେବା ନା ମାଇନସ ତର ମାଇନସ ଅଛି ତାପରେ ମାଇନସ ଅଛି ଦେଖ ଏଠି ମାଧ୍ୟମାନ 2 ମାଧ୍ୟମାନ ତ -2 ଇଣ୍ଟୁ ମାଧ୍ୟମାନ କେତେ ଦେଇଛି ନା ମାଧ୍ୟମାନ ଦେଇଛି 25 ଦେଇଛି ତ ଏଇଠି ହିସାବ କରିଦବା ଦେଖ 3 ଗୁଣନ କେତେ ନା 20 ମାଇନସ କେତେ ନା 2 ଗୁଣନ 25 ହେଲା ତାପରେ କେତେ 20 3 କେତେ ନା 60 ମାଇନସ ବ୍ରାକେଟ ଖୋଲିଯିବ 25 ଦୁନେ କେତେ ନା 50 60 ରୁ 50 ଗଲେ କେତେ ଆଉ ରହିଲା 10 ବୁଝିହେଲା ତ ମାଧ୍ୟମାନ ଯଦି ପଚାରିଥିବ ମଧ୍ୟମ ପଚାରିଥିବ ଗରିଷ୍ଠକ କେତେ ବାହାରିବ ନା ଗରିଷ୍ଠକ ସମାନ 3 ମାଧ୍ୟମାନ ତାପରେ 3 ମଧ୍ୟମା -2 ମାଧ୍ୟମାନ ଲାଇନ ତାପରେ କଣ ଦେଲା କ୍ୱେଶ୍ଚିନ୍ ଶେଷ କ୍ୱେଶ୍ଚିନ୍ ଦେଲା ଆନ୍ତର୍ଜାତିକ ବୁଝାମଣାର ଦୁଇଟି ଗୁରୁତ୍ୱ ଆନ୍ତର୍ଜାତିକ ବୁଝାମଣାର ଦୁଇଟି ଗୁରୁତ୍ୱ କଣ ବିଶ୍ୱଯୁଦ୍ଧ ଗୁଡିକୁ ଏଡାଇବା ବିଶ୍ୱ ଭ୍ରାତୃତ୍ୱ ପ୍ରତିଷ୍ଠା କରିବା।
ବୁଝିହେଲା। ତ ଇଏ ଥିଲା 2 ମାର୍କିଆ କ୍ୱେଶ୍ଚିନ୍ ପିଲାମାନେ 2 ମାର୍କିଆ କ୍ୱେଶ୍ଚିନ୍ ଆନ୍ସର କରିଦେଲି। ତାପରେ ଆମେ ଯିବା 3 ମାର୍କିଆ। ତ 3 ମାର୍କିଆ କ୍ୱେଶ୍ଚିନ୍ ପିଲାମାନେ ଦେଖିବା କଣ ଦେଇଛି ନା 3 ମାର୍କିଆ ସେମିତି 7ଟା କରିବ ତମେ ମାନେ ସେ ଦେଇଛି ଯେକୌଣସି 7ରୁ ବୋଧେ ଦେଇଛି 8ଟା 9ଟା କଣ ତ ଆମେ 7ଟା କ୍ୱେଶ୍ଚିନ୍ କରିବା ଆଦ୍ରୁ ବୁଝିହେଲା। ସବୁ ଆନ୍ସର କହିଦେବି ତମ ପରୀକ୍ଷାରେ ତମେ 7ଟି କରିବ ବୁଝିହେଲା। ତ ନିଜେ ଘରେ ବସି ଟେଷ୍ଟ କରିବ ବୁଝିହେଲା। ଆନ୍ସର ମୁଁ ଦେଖେଇଦେଇ ପିଲାମାନେ ତ 3 ମାର୍କିଆ ବୁଝିହେଲା। ଅପଚୟ ଆବଦ୍ଧତାକୁ ଦୂର କରିବାର ଉପାୟ ଗୁଡିକ କଣ? ଉଦ୍ଦୀପକ ଅନୁକ୍ରିୟା ଅନୁବନ୍ଧନ କହିଲେ କଣ ବୁଝ? ସର୍ବଶିକ୍ଷା ଅଭିଯାନ କଣ? ଶିକ୍ଷାଧିକାର ଆଇନ କେଉଁ ସବୁ ବିଷୟକୁ କାରଣ କରେ? ଜନ୍ ଡ୍ୟୁଙ୍କ ପାଠ୍ୟକ୍ରମ ବିଷୟରେ ଉଲ୍ଲେଖ କର। ଶିକ୍ଷାରେ ପରିସଂଖ୍ୟାନର ବ୍ୟବହାର ଗୁଡିକୁ ଲେଖ। ମୌଳିକ ଶିକ୍ଷାର 5ଟି ସ୍ୱରୂପ। ରୁଷଙ୍କ ନାସ୍ତିବାଚକ ଶିକ୍ଷାର ବୈଶିଷ୍ଟ୍ୟ। ଶିକ୍ଷଣର ଫଳାଫଳ ନିୟମଟି। ମଧ୍ୟମର ବ୍ୟବହାର ଗୁଡିକ ଲେଖ। ଅଭିପ୍ରେରଣାର ପ୍ରକାର ଭେଦ। ଜାତୀୟ ସଂଘାତର ପ୍ରତିବନ୍ଧ ଦେଖ ଆନ୍ସର ତମେ ସ୍କ୍ରିନଶଟ ମାରିଦବ। ଅପଚୟ ଆବଦ୍ଧତାକୁ ଦୂର କରିବାର ଉପାୟ ହେଉଛି କଣ ନା ସାର୍ବଜନୀନ ନାମଲେଖା ବ୍ୟବସ୍ଥା, ଗୃହଠାରୁ ସ୍ୱଳ୍ପ ଦୂରରେ ବିଦ୍ୟାଳୟ ସ୍ଥାପନ, ମାଗଣା ପୁସ୍ତକ, ବିଦ୍ୟାଳୟ ପୋଷାକ, ଖାଦ୍ୟ ଉପଯୋଗୀ ମଧ୍ୟାହ୍ନ ଭୋଜନ ତଥା ଅନ୍ୟାନ୍ୟ ଶିକ୍ଷା ଉପକରଣ ବ୍ୟବସ୍ଥା, ଦକ୍ଷ ତାଲିମ ପ୍ରାପ୍ତ ଶିକ୍ଷାର୍ଥୀମାନଙ୍କର ନିଯୁକ୍ତି, ଏକ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟର ଉଚ୍ଛେଦ୍ୟକରଣ। ତାପରେ ସେମିତି କ୍ୱେଶ୍ଚିନ୍ ଏଇଟା ହଉଛି ଉଦ୍ଦୀପକ ଅନୁକ୍ରିୟା ଅନୁବନ୍ଧନ କହିଲେ କଣ ବୁଝ ଦେଖ। ତାପରେ ଏଇଟା କ୍ୱେଶ୍ଚିନ୍ ହଉଛି ସର୍ବଶିକ୍ଷା ଅଭିଯାନ କଣ? ତା ଆନ୍ସର ହେଇ ପିଲାମାନେ ସ୍କ୍ରିନଶଟ ମାରିଦବ ତମେ ଆକୁ ଲେଖିଦବ ପଢିଦବ ଦେଖ। ତାପରେ କଣ ଦେଲା ନା ଶିକ୍ଷାଧିକାର ଆଇନ କେଉଁ ସବୁ ବିଷୟରେ ଉଲ୍ଲେଖ କରେ? ଶାରୀରିକ ଦଣ୍ଡ, ମାନସିକ ହତୋତ୍ସାହିତା। ତାପରେ କଣ ଦେଲା ଜନ୍ ଡ୍ୟୁଙ୍କ ପାଠ୍ୟକ୍ରମ ବିଷୟରେ ଲେଖିବ। ଏଇ ଜନ୍ ଡ୍ୟୁଙ୍କ ପାଠ୍ୟକ୍ରମ ବିଷୟରେ ଦେଲା। ତାପରେ ଦେଲା ଦେଖ ଏ ଜନ୍ ଡ୍ୟୁଙ୍କ ପାଠ୍ୟକ୍ରମ। ତାପରେ ତାପରେ କଣ ଦେଲା ନା ଜନ୍ ଡ୍ୟୁ ତା ଶିକ୍ଷାର ପରିସଂଖ୍ୟାନର ବ୍ୟବହାର କଲା। ମୌଳିକ ଶିକ୍ଷାର 5ଟି ସ୍ୱରୂପ ଦେଖ। ଦେଖ ପିଲାମାନେ ଆନ୍ସର ଅଛି ସ୍କ୍ରିନଶଟ ମାରିଦବ। ତ ବୁଝିହେଲା ଇଏ ଥିଲା ତମର କଣ ଏଜୁକେସନ କ୍ୱେଶ୍ଚିନ୍ ଆନ୍ସର। ତ ଭିଡିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦବ ପିଲାମାନେ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।